କାହାର କେତେ ଗୋଡ଼ ଦୃଶ୍ୟ ହେଉଛି ବଣର ପାଠଶାଳା। ପାଠପଢ଼ା ଚାଲିଥାଏ। ବାଘ ଗୁରୁଜୀ ହୋଇ ପାଠ ପଢ଼ାଉଥିବେ। ବାଘ କହୁଛି, ପିଲାମାନେ କହିଲ ଦେଖି, ଗୋଡ଼ ଆମର କ'ଣ ଉପକାର କରେ? ମାଙ୍କଡ଼ ଉତ୍ତର ଦେଇ କହୁଛି, ଗୁରୁଜୀ, ଗୋଡ଼ରେ ଆମେ ଚାଲୁ, ଖେଳୁ ଆଉ ଦୌଡ଼ୁ। ତାପରେ ସାପ କହୁଛି, ମୋର ଗୋଡ଼ ନାହିଁ, ମୁଁ ଛାତିରେ ଭରା ଦେଇ ଯିବା ଆସିବା କରେ। ତାପରେ ବାଘ କହିଲା, ହଁ, ସାପ ପରି ମଧ୍ୟ ଜିଆ, ମାଛ, ଗେଣ୍ଡା, ଜୋକର ବି ଗୋଡ଼ ନାହିଁ। ତାପରେ ମୟୂର କହୁଛି, ଗୁରୁଜୀ, ମୋର ଯେମିତି ଦୁଇଟି ଗୋଡ଼, ସବୁ ପକ୍ଷୀମାନଙ୍କର ମଧ୍ୟ ଦୁଇଟି ଲେଖାଏଁ ଗୋଡ଼ ଅଛି। ହଁ ହଁ, ମଣିଷର ବି ଦୁଇଟି ଗୋଡ଼। ତାପରେ ଭାଲୁ କହୁଛି, କିନ୍ତୁ ମୋର 4ଟି ଗୋଡ଼ ଅଛି। ସିଂହ, ହରିଣ ଓ ଠେକୁଆ ଭାଇମାନଙ୍କର ବି 4ଟି ଲେଖାଏଁ ଗୋଡ଼ ଅଛି। ତାପରେ ମାଙ୍କଡ଼ କହୁଛି, ମୋର ବି ମଧ୍ୟ 4ଟି ଗୋଡ଼। ମୁଁ ମୋର ଆଗ 2 ଗୋଡ଼କୁ ହାତ ପରି କାମରେ ଲଗାଏ। ତାପରେ ହାତୀ କହୁଛି, ମୋର 5ଟା ଗୋଡ଼ ବୋଲି ଭାବୁଛ କି? ନା ନା, ମୋର ବି 4ଟି ଗୋଡ଼ ଓ ଗୋଟିଏ ଲମ୍ବା ଶୁଣ୍ଢ ଅଛି। ବାଘ କହୁଛି, ଆଚ୍ଛା ପିଲାମାନେ କହିଲ, ମଶା ଓ ମାଛିର କେତୋଟି ଗୋଡ଼? ତାପରେ ପ୍ରଜାପତି କହୁଛି, ମଶା ମାଛିଙ୍କର 6ଟି ଗୋଡ଼, ମୋର ବି 6ଟି ଗୋଡ଼। ଜନ୍ଦା, ପିମ୍ପୁଡ଼ି, ଭଅଁର, ମହୁମାଛିର ବି 6ଟି ଲେଖାଏଁ ଗୋଡ଼। ବାଘ କହୁଛି, ଆରେ ବାଃ, ଏଥର କହିଲ କାହାର 8ଟି ଗୋଡ଼ ଅଛି? ତାପରେ ବୁଢ଼ିଆଣୀ କହୁଛି, ମୋର ପରା 8ଟି ଗୋଡ଼। ମାଙ୍କଡ଼ ମାନେ ମାଙ୍କଡ଼ାର ମଧ୍ୟ 8ଟି ଗୋଡ଼। ଆମେ ଜାଲ ବୁଣି ସେଥିରେ ରହୁ। ତାପରେ ବାଘ କହୁଛି, ବହୁତ ଭଲ। ପିଲାମାନେ ଜାଣିଛ କି, ଗୋଟିଏ କୀଟ ଅଛି, ତାର 30ରୁ ଆରମ୍ଭ କରି 382 ପର୍ଯ୍ୟନ୍ତ ଗୋଡ଼ ହୋଇପାରେ। ଏହି ଅଦ୍ଭୁତ କୀଟର ନାମ ହେଲା ବିଛା। ତୁମେମାନେ କିଏ ବିଛା ଦେଖିଛ କି? କାଉ କହୁଛି, ହଁ, ମୁଁ ଦେଖିଛି। ସେ ପ୍ରାୟ ଅନ୍ଧାରୁଆ ଓ ଓଦା ଜାଗାରେ ରହେ, ଗଛର ଛାଲି ଭିତରେ। ଗଛର ଛାଲି ଭିତରେ ଆଉ ଓଦା ଘାସ ପତ୍ର ତଳେ ରହେ। ତାପରେ ବାଘ କହୁଛି, ଆରେ ବାଃ, ତୁମେମାନେ ତ ବହୁତ କଥା ଜାଣିଛ। ତାହେଲେ ଆଜି ଆମେ ଅନେକ ଜୀବଜନ୍ତୁଙ୍କ ଗୋଡ଼ ବିଷୟରେ ଜାଣିଲେ। ଆଜି ପାଇଁ ଏତିକି ଥାଉ। ସୂଚନା, ଅଭିନୟ ସମୟରେ ଜୀବଜନ୍ତୁଙ୍କ ମୁଖା ବ୍ୟବହାର କରାଯିବ। ତାପରେ ସମସ୍ତ ଶିକ୍ଷାର୍ଥୀ କହୁଛନ୍ତି, ଧନ୍ୟବାଦ ଗୁରୁଜୀ। ଚାଲ ଏବେ ଆମେ ଏହାର କ୍ୱେଶ୍ଚନ୍ ଗୁଡ଼ିକ ଆଲୋଚନା କରିବା। ତାପରେ ଦେଇଛି ଦେଖ ଏଠାରେ, ଆସ କଥା ହେବା। 1 ନମ୍ବରଟି କହିଛି, ତୁମେ ଘରେ ଦେଖିଥିବା କେତୋଟି ପଶୁପକ୍ଷୀଙ୍କ ନାମ ଓ ସେମାନଙ୍କର ଗୋଡ଼ ସଂଖ୍ୟା କୁହ। ଉତ୍ତର, ମୁଁ ଘରେ ଦେଖିଥିବା କେତୋଟି ପଶୁପକ୍ଷୀ ଓ ସେମାନଙ୍କର ଗୋଡ଼ ସଂଖ୍ୟା ହେଲା ଗାଈ, ବିଲେଇ, କୁକୁର। ଏମାନଙ୍କର 4ଟି ଲେଖାଏଁ ଗୋଡ଼। କୁକୁଡ଼ା, ପାରା, କାଉ, ଏହି ପକ୍ଷୀଗୁଡ଼ିକର 2ଟି ଲେଖାଏଁ ଗୋଡ଼। ତାପରେ 2 ନମ୍ବରଟି କହିଛି, ଯଦି ପଶୁମାନଙ୍କର ଗୋଡ଼ ନଥାନ୍ତା ତେବେ କ'ଣ ସବୁ ଅସୁବିଧା ହୁଅନ୍ତା? ଉତ୍ତର, ଯଦି ପଶୁମାନଙ୍କର ଗୋଡ଼ ନଥାନ୍ତା ତେବେ ସେମାନେ ଚାଲିପାରନ୍ତେ ନାହିଁ, ଦୌଡ଼ି ପାରନ୍ତେ ନାହିଁ କି ଡେଇଁ ପାରନ୍ତେ ନାହିଁ। ଖାଦ୍ୟ ଓ ପାଣି ସଂଗ୍ରହ କରିବାରେ ସେମାନଙ୍କୁ ବହୁତ କଷ୍ଟ ହୁଅନ୍ତା ଏବଂ ଅନ୍ୟ ହିଂସ୍ର ଜନ୍ତୁଙ୍କ କବଳରୁ ରକ୍ଷା ପାଇବା ପାଇଁ ସେମାନେ ଶୀଘ୍ର ପଳାଇ ଯାଇପାରିବେ ନାହିଁ। ତାପରେ 3 ନମ୍ବରଟି କହିଛି, ସାପର ଗୋଡ଼ ଅଛି କି? ସେ କିପରି ଚାଲେ? ଉତ୍ତର, ନା, ସାପର ଗୋଡ଼ ନାହିଁ। ସେ ନିଜର ଛାତି ଓ ପେଟରେ ଭରା ଦେଇ ଯିବା ଆସିବା କରେ। ତାପରେ 4 ନମ୍ବରଟି କହିଛି, ତୁମେ ପାଦରେ ଚପଲ ନ ପିନ୍ଧିଲେ କ'ଣ ହେବ? ଉତ୍ତର, ପାଦରେ ଚପଲ ନ ପିନ୍ଧିଲେ ଗୋଡ଼ରେ କଣ୍ଟା, କାଚ ବା ଗୋଡ଼ି ଫୁଟିଯାଇ ଖଣ୍ଡିଆ ହୋଇପାରେ। ଖରାଦିନେ ଭୁଇଁ ତାତିଲେ ପାଦ ପଡ଼ିଯିବ ଏବଂ ମଇଳା କାଦୁଅ ଲାଗି ଗୋଡ଼ରେ ସଂକ୍ରମଣ ବା ରୋଗ ହୋଇପାରେ। ତାପରେ 5 ନମ୍ବରଟି କହିଛି, 10ଟା ଗୋଡ଼ ଥିବା ଜୀବ ଦେଖିଛ କି? ସେ କେଉଁଠାରେ ରହେ? ଉତ୍ତର, ହଁ, 10ଟା ଗୋଡ଼ ଥିବା ଜୀବ ହେଉଛି କଙ୍କଡ଼ା। ସେ ପ୍ରାୟ ପାଣିରେ, ନଦୀରେ ବା ସମୁଦ୍ର କୂଳରେ ଥିବା ବାଲି ବା ମାଟି ଗାତ ଭିତରେ ରୁହେ। ଆସ ଚିତ୍ର କରି ରଙ୍ଗ ଦେବା। କହିଛି, ତୁମକୁ ଭଲ ଲାଗୁଥିବା ଯେକୌଣସି ପଶୁ, ପକ୍ଷୀ, ସରୀସୃପ ବା କୀଟପତଙ୍ଗର ଚିତ୍ର କରି ରଙ୍ଗ ଦିଅ। ତାର ନାମ ତଳେ ଲେଖ। ଏଠାରେ ମୋର ପ୍ରିୟ ପକ୍ଷୀ ମୟୂରର ଚିତ୍ର ମୁଁ ଅଙ୍କନ କରିଛି ଦେଖ, ଆଉ ମୁଁ ତଳେ ଲେଖିଦେଇଛି ମୟୂର ବୋଲି। ତୁମେମାନେ ତୁମମାନଙ୍କର ମନପସନ୍ଦର ସରୀସୃପ ହେଉ, ପଶୁ ହେଉ, ପକ୍ଷୀ ହେଉ, କୀଟ ହେଉ, ସେମାନଙ୍କର ଚିତ୍ର ଅଙ୍କନ କରି ତାର ନାମ ତଳେ ଲେଖିବ। ତାପରେ ଦେଇଛି, ଆସ ଭାବିବା ଓ ଲେଖିବା। 1 ନମ୍ବରଟି ଦେଇଛି, ଝିଣ୍ଟିକାଟିଏ ଡେଇଁ ଡେଇଁକା କେଳୁଥାଏ, ସେଇ ବାଟ ଦେଇ ପିମ୍ପୁଡ଼ିଟିଏ ଯାଉଥିଲା। ଝିଣ୍ଟିକା ତାକୁ ଡାକିଲା,
ତାହେଲେ ଝିଣ୍ଟିକା ଓ ପିମ୍ପୁଡ଼ି କ'ଣ କଥାବାର୍ତ୍ତା ହୋଇଥିବେ ଆସ ଭାବିବା ଓ କାଲି ଘରେ ଲେଖିବା। ଚାଲ ତାନେ ଲେଖିବା। ଝିଣ୍ଟିକା କହୁଛି, ଆରେ ପିମ୍ପୁଡ଼ି ଭାଇ ତୁମେ ଏତେ ଖରାରେ କୁଆଡ଼େ ଏତେ କଷ୍ଟ କରି ବୋଝ ବୋହିକି ଯାଉଛ? ଆସ ମୋ ସାଙ୍ଗରେ ଟିକେ ଡେଇଁ ଡେଇଁକା ଖେଳିବ ଆଉ ଗୀତ ଗାଇବ। ତାପରେ ପିମ୍ପୁଡ଼ି କହୁଛି, ନାଇଁ ଝିଣ୍ଟିକା ଭାଇ ଏବେ ଖେଳିବାର ସମୟ ନାହିଁ, ବର୍ଷା ଦିନ ଆସୁଛି, ସେଥିପାଇଁ ମୁଁ ଏବେଠାରୁ ଖାଦ୍ୟ ସଂଗ୍ରହ କରୁଛି। ତୁମେ ବି ଖେଳ ବନ୍ଦ କର, ନିଜ ପାଇଁ ଖାଦ୍ୟ ଯୋଗାଡ଼ କର। ତାପରେ 2 ନମ୍ବରଟି କହିଛି, ବଣରେ ରହୁଥିବା 3ଟି ଲେଖାଏଁ ପଶୁପକ୍ଷୀଙ୍କ ନାମ କୋଠରୀରେ ଲେଖ। ପଶୁଙ୍କ ନାମ ହେବ ବାଘ, ସିଂହ, ହରିଣ। ପକ୍ଷୀଙ୍କ ନାମ ହେବ ମୟୂର, ଶୁଆ, କାଉ। ତାପରେ 3 ନମ୍ବରଟି କହିଛି, ଗଡ଼ ସଂଖ୍ୟା ଅନୁସାରେ ସାରଣୀ ପୂରଣ କର। ଗଡ଼ ନଥିବା ପ୍ରାଣୀ କିଏ କିଏ? ନା ସାପ, ଜିଆ, ଜୋକ, ମାଛ। 2ଟି ଗଡ଼ ଥିବା ପ୍ରାଣୀ ମୟୂର, କାଉ, ବଗ, ମଣିଷ। 4ଟି ଗଡ଼ ଥିବା ପ୍ରାଣୀ ବାଘ, ହରିଣ, ହାତୀ, ଠେକୁଆ। 6ଟି ଗଡ଼ ଥିବା ପ୍ରାଣୀ ମଶା, ମାଛି, ପ୍ରଜାପତି, ପିମ୍ପୁଡ଼ି। 8ଟି ଗଡ଼ ଥିବା ପ୍ରାଣୀ ବୁଢ଼ିଆଣୀ। 10ଟି ଗଡ଼ ଥିବା ପ୍ରାଣୀ କଙ୍କଡ଼ା, ଚିଙ୍ଗୁଡ଼ି। 10ଟିରୁ ଅଧିକ ଗଡ଼ ଥିବା ପ୍ରାଣୀ ବିଛା। ତାପରେ 4 ନମ୍ବରଟି କହିଛି, ଆମେ ଆମ ପାଦର ଯତ୍ନ କିପରି ନେବା? ଯେପରି ନିୟମିତ ନଖ କାଟିବା, ସେପରି ବାହାରରୁ ଆସିବା ପରେ ପାଦକୁ ସାବୁନରେ ଭଲ ଭାବେ ଧୋଇ ସଫା କରିବା। ବାହାରକୁ ଯିବା ସମୟରେ ସବୁବେଳେ ଚପଲ ବା ଜୋତା ପିନ୍ଧିବା। ପାଦ ଶୁଖିଲା ରଖିବା ଏବଂ ଫାଟିଗଲେ ସେଥିରେ ତେଲ ବା କ୍ରିମ୍ ଲଗାଇବା। ବରପ୍ଲସ୍ ଲଗାଅ, ବରପ୍ଲସ୍। ତାପରେ 5 ନମ୍ବରଟି କହିଛି, ତଳେ ଦିଆଯାଇଥିବା ଅନୁଚ୍ଛେଦଟିକୁ ପଢ଼। ହାତୀଟିଏ ବଣରେ ବୁଲୁଥିଲା। ହଠାତ୍ ତା ଗୋଡ଼ରେ କଣ୍ଟା ଫୁଟିଗଲା। ସେ ଆଉ ଚାଲିପାରିଲା ନାହିଁ। ଏତିକି ବେଳେ ମୂଷାଟିଏ ସେଠାରେ ପହଞ୍ଚିଲା। ହାତୀ ଗୋଡ଼ରୁ କଣ୍ଟାଟିକୁ କାଢ଼ିଦେଲା। ହାତୀ ଖୁସି ହୋଇ ମୂଷାକୁ ପିଠିରେ ବସାଇ ବୁଲାଇଲା। ତାପରେ 6 ନମ୍ବରଟି କହିଛି, ନିମ୍ନରେ ଦିଆଯାଇଥିବା ପଶୁପକ୍ଷୀମାନଙ୍କର ନାମ କୁହ। ସେମାନଙ୍କର ସ୍ୱର ସହିତ ଗାର ଟାଣି ଯୋଡ଼। ଗାଈ, ଗାଈ କେମିତି କରେ? ହମା ହମା। ଛେଳି, ଛେଳି କେମିତି କରେ? ମେ ମେ। କୋଇଲି, କୋଇଲି କେମିତି କରେ? କୁହୁ କୁହୁ। କାଉ କେମିତି କରେ? କା କା। କୁକୁଡ଼ା କେମିତି କରେ? କୁକୁଡ଼ୁକୁ। ତାପରେ ଦେଇଛି ଭାଷାର କଥା। 1 ନମ୍ବରଟି ଦେଇଛି, ସାରଣୀରୁ ଅକ୍ଷର ନେଇ ଶବ୍ଦ ଗଢ଼ ଓ ଲେଖ। ଯେପରି ଆତ, ସେମିତି ଆମେ ଲେଖିବା। ଝିଣ୍ଟିକା, ନୌକା। ଝିଅ, କଣ୍ଠ। କଜଳ, ତଣ୍ଟି। ନିଜ, ଝିଙ୍କ। ତାପରେ 2 ନମ୍ବରଟି କହିଛି, 2 କୋଠରୀରୁ ମେଳ ଖାଉଥିବା ଶବ୍ଦକୁ ନେଇ ବାକ୍ୟ ଗଠନ କର। ଯେପରି ଗଛ ଡାଳରେ କାଉଟିଏ ରାବୁଛି, ସେମିତି ଆମେ ଲେଖିବା। ଜିଆ ଓଦା ମାଟି ଭିତରେ ରହେ। କୁକୁର ଆମ ଘର ଜଗିଥାଏ। ବର୍ଷା ହେଲେ ଚାରିଆଡ଼େ ପାଣି ଜମିଯାଏ। ତାପରେ 3 ନମ୍ବରଟି କହିଛି, ତଳେ ଥିବା ଉତ୍ତରକୁ ପାଇବା ପାଇଁ ପ୍ରଶ୍ନ ତିଆରି କର। କ ନମ୍ବର ଉତ୍ତରଟି ଦେଇଛି, ଜିଆ ଖାଦ୍ୟ ଖୋଜିବାକୁ ବାହାରିଲା। ପ୍ରଶ୍ନ ପଚାରିଲେ ହେବ, ଜିଆ କାହିଁକି ବାହାରିଲା ବା ଜିଆ କ'ଣ ଖୋଜିବାକୁ ବାହାରିଲା? ଖ ନମ୍ବର ଉତ୍ତରଟି ଦେଇଛି, କୁକୁରର 4ଟି ଗୋଡ଼। ପ୍ରଶ୍ନ ତିଆରି କଲେ ହେବ, କୁକୁରର କେତୋଟି ଗୋଡ଼ ଅଛି? ଗ ନମ୍ବର ଉତ୍ତରଟି ଦେଇଛି, ପିମ୍ପୁଡ଼ିର ସାଙ୍ଗ ବିଛା ଥିଲା। ପ୍ରଶ୍ନ ତିଆରି କଲେ ହେବ, ପିମ୍ପୁଡ଼ିର ସାଙ୍ଗ କିଏ ଥିଲା? ତାପରେ 4 ନମ୍ବରଟି ଦେଇଛି, ଶ୍ରୁତ ଲିଖନ। ଶିକ୍ଷକ 10ଟି ଶବ୍ଦ ଡାକିବେ, ତୁମେମାନେ ଲେଖିବ। ତାପରେ ଏଠାରେ ଦେଇଛି ଦେଖ, ଶୁଣ, ବୁଝ ଓ କୁହ। ରହେରେ ରହେ ମୁଁ କରଡ଼େ ରହେ, ରାତିରେ ବୁଲେ ମୁଁ ଦିନରେ ଶୋଏ। କହିଲ ଦେଖି ମୁଁ ଅଟେ କିଏ? ଉତ୍ତର ହେବ ପେଚା। ତାପରେ ଦେଇଛି, ମାଉଁସ ଖାଏ ସେ ବଣରେ ରୁହେ, ଜାତୀୟ ପଶୁର ନାମଟି ବହେ। କହିଲ ପିଲାଏ ସେ ଅଟେ କିଏ? ଉତ୍ତର ହେବ ବାଘ। ବେକରେ ତାହାର ନାଲିଆ ଗାର, ଶାଗୁଆ ଦେହ ତା ଦିଶେ ସୁନ୍ଦର, ବଙ୍କୁଲି ଥଣ୍ଟରେ ଫଳକୁ ଖାଏ। କହିଲ ପିଲାଏ ସେ ଅଟେ କିଏ? ଉତ୍ତର ହେବ ଶୁଆ। ଯଦି ଏହି ଭିଡ଼ିଓଟି ଭଲ ଲାଗିଛି ତେବେ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ବି ଭୁଲିବ ନାହିଁ। ଥ୍ୟାଙ୍କ ୟୁ ଫର୍ ୱାଚିଂ।